ବର୍ତ୍ତମାନ ପୁଣି ପୁନର୍ବାର ଅଶାନ୍ତ ଗଞ୍ଜାମ ଜିଲ୍ଲା ହେଇସାରିଲାଣି ବୋଲି ସମସ୍ତଙ୍କର ଆଲୋଚନା ମଧ୍ୟ ହେଉଛି। ମାନେ ଭୁବନେଶ୍ୱର କୋର୍ଟରେ ହେଉ କିମ୍ବା ହାଇକୋର୍ଟକୁ ଯାଏ ଗଞ୍ଜାମ ନାଁ ପଡ଼ିଲେ ସେମାନଙ୍କର ମନ ଭିତରେ ଗୋଟେ ଅପରାଧ ପ୍ରବଣର ଜିଲ୍ଲାର ଲୋକ ଆସିଲା ଭଳି ଆମକୁ ବିବେଚନା କରନ୍ତି, ଚିନ୍ତା କରନ୍ତି। ଆମ କଥାକୁ ସେମାନେ ସେହି ଅନୁସାରେ ନିଅନ୍ତି। ନିଶ୍ଚିତ ଭାବେ ଗଞ୍ଜାମ ନିର୍ଦ୍ଧାର ପାତ୍ର କେବଳ ଅପରାଧୀମାନଙ୍କୁ ଏଠି ଆଉ ସଠିକ୍ ନିୟନ୍ତ୍ରଣ କରିବାରେ ପୋଲିସ ନିଷ୍କ୍ରିୟତା ଅବଲମ୍ବନ କଲାଣି। ସ୍ଥାନୀୟ ଆଇଆଇଏସ୍ କଥା ଛାଡ଼ି ଦିଅନ୍ତୁ, ଏଠି ସାଧାରଣ ଲୋକ ଥାନାରେ ନ୍ୟାୟ ବି ପାଉନାହାନ୍ତି। ନିବେଦନ କରିବି ଗଞ୍ଜାମ ପୋଲିସ ପ୍ରଶାସନକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଥାନାରେ ଦିଆଯାଉ ଏବଂ ଜଣେ ଶୃଙ୍ଖଳିତ ଭଦ୍ରଲୋକ ଯେମିତି ଅପରାଧୀକୁ ଦମନ କରିପାରିବେ ସେମିତି ଲୋକଙ୍କୁ ଦିଆଗଲେ ନିଶ୍ଚିତ ଭାବେ ପୋଲସରା ପୁନର୍ବାର ଆଉଥରେ ପୂର୍ବ ସ୍ଥିତିକୁ ତାର ଫେରିପାଇବ। କିନ୍ତୁ ଏନକାଉଣ୍ଟରଟା ତ ଯେତିକି ହେଇଥିଲା, ବର୍ତ୍ତମାନ ଯେତିକି ନୂଆ ନୂଆ ପିଲା ଆସୁଛନ୍ତି ସେମାନଙ୍କୁ ଏନକାଉଣ୍ଟର ଯେ ଏକମାତ୍ର ମାନେ ସମାଧାନ ମୁଁ କହିବି ସେୟା ନୁହଁ, କିନ୍ତୁ ପ୍ରତ୍ୟେକ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଯେଉଁ ବିଧି ବ୍ୟବସ୍ଥା ଅଛି ସେମାନଙ୍କୁ ଧରି ତାଙ୍କୁ ଉଚିତ ଶିକ୍ଷା ଦେଇ ତାଙ୍କ ବ୍ରେନ୍କୁ ୱାଶ୍ କରିବା ଆବଶ୍ୟକ ଅଛି। ଆଉ ହାର୍ଡକୋର କ୍ରିମିନାଲ ନାହାନ୍ତି ଗଞ୍ଜାମ ଜିଲ୍ଲାରେ ଯେଉଁମାନେ କି ଅପରାଧ କରୁଛନ୍ତି। ମୁଁ ସୁଶାନ୍ତ କୁମାର ସାହୁ, ଏକ୍ସ ପ୍ରେସିଡେଣ୍ଟ ପୋଲସରା ବାର୍ ଆସୋସିଏସନ୍ ତଥା ସରପଞ୍ଚ ପ୍ରତିନିଧି ହାତୀଗଡ଼ ଗ୍ରାମ ପଞ୍ଚାୟତ। ନିଶ୍ଚିତ ଭାବେ ଏହାକୁ ଦୃଢ଼ ନିନ୍ଦା କରୁଛି ଯେ ଗଞ୍ଜାମ ଜିଲ୍ଲାରେ ଯେଉଁ ପ୍ରକାର ଭାବେ ଗୋଟେ ମାସ ଭିତରେ ଅଧିକ ଏବଂ ବିଶେଷ କରି ସେଥିରୁ ପୋଲସରା ବ୍ଲକରେ 3ଟି ହତ୍ୟାକାଣ୍ଡ ହେଲାଣି। ଏଇଠି ମୁଁ ଗୋଟିଏ ପ୍ରଶ୍ନ ମୋ ମନକୁ ଆସୁଛି, ନିଶ୍ଚିତ ଭାବେ ପୋଲିସର ନିଷ୍କ୍ରିୟତା ଏବଂ ଅପାରଗତା ଏଇଥିପାଇଁ ଦାୟୀ ବୋଲି ମୁଁ ଦୃଢ଼ ଭାବେ କହିବି। ଏଇ ପୋଲସରା ବ୍ଲକରେ ହେଉ କିମ୍ବା ଗଞ୍ଜାମ ଜିଲ୍ଲାରେ ହେଉ ଦିନେ ଅପରାଧମାନଙ୍କର ଚରାଭୂଇଁ ଥିଲା, ଯେଉଁଟାକି ଆଜି ନିଶ୍ଚିହ୍ନ ଆଜି ପର୍ଯ୍ୟନ୍ତ ନିଶ୍ଚିହ୍ନ ସମସ୍ତେ ହେଇଯାଇଥିଲେ। କିନ୍ତୁ ଏବକୁ ଯେଉଁ ଅପରାଧ ପ୍ରବଣ ହେଇ ଉଠୁଛି ଗଞ୍ଜାମ ଜିଲ୍ଲା, ବାସ୍ତବିକ ଭାବେ ପୋଲିସର ଅପାରଗତା ଉପରେ ପ୍ରଶ୍ନବାଚୀ ଉଠାଉଛି। ସେମିତି ବୁଲୁଥିଲେ ସାହସ କରିକି, ଏବେ ସେମିତି ବୁଲିବା ସମ୍ଭବ ନୁହଁ। ଜଣେ ସାଧାରଣ ନାଗରିକ, ଜଣେ ସାଧାରଣ ଲୋକ ଚିନ୍ତା କରିପାରୁନି ଯେ ସେ ସୁରକ୍ଷିତ ଭାବେ ତା ଘରେ ମଧ୍ୟ ରହିପାରିବ କି ନ ରହିପାରିବ, କେତେବେଳେ କ'ଣ ହେଉଛି କିଛି ଜଣାପଡ଼ୁନି। ନିଶ୍ଚିତ ଭାବେ ଯେଉଁ ଗଞ୍ଜାମ ଜିଲ୍ଲା ଦିନେ ଏଠି ଗୁଳି ଫୁଟୁଥିଲା ବୋଲି ମାନେ ଗଞ୍ଜାମ ନାଁ କହିଲେ ଗୁଳି ଫୁଟିବାର କଥା ଉଠୁଥିଲା, ସେଇଟା ଆଜି ଶୁଣିବାକୁ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ବର୍ତ୍ତମାନ ପୁଣି ପୁନର୍ବାର ଅଶାନ୍ତ ଗଞ୍ଜାମ ଜିଲ୍ଲା ହେଇସାରିଲାଣି ବୋଲି ସମସ୍ତଙ୍କର ଆଲୋଚନା ମଧ୍ୟ ହେଉଛି। ଯେତେବେଳେ ମୁଁ ଭୁବନେଶ୍ୱର କୋର୍ଟରେ ହେଉ କିମ୍ବା ହାଇକୋର୍ଟକୁ ଯାଏ ଗଞ୍ଜାମ ନାଁ ପଡ଼ିଲେ ସେମାନଙ୍କର ମନ ଭିତରେ ଗୋଟେ ଅପରାଧ ପ୍ରବଣର ଜିଲ୍ଲାର ଲୋକ ଆସିଲା ଭଳି ଆମକୁ ବିବେଚନା କରନ୍ତି, ଚିନ୍ତା କରନ୍ତି। ଆମ କଥାକୁ ସେମାନେ ସେହି ଅନୁସାରେ ନିଅନ୍ତି। ନିଶ୍ଚିତ ଭାବେ ଗଞ୍ଜାମ ନିର୍ଦ୍ଧାର ପାତ୍ର କେବଳ ଅପରାଧୀମାନଙ୍କୁ ଏଠି ଆଉ ସଠିକ୍ ନିୟନ୍ତ୍ରଣ କରିବାରେ ପୋଲିସ ନିଷ୍କ୍ରିୟତା ଅବଲମ୍ବନ କଲାଣି। ସ୍ଥାନୀୟ ଆଇଆଇଏସ୍ କଥା ଛାଡ଼ି ଦିଅନ୍ତୁ, ସାଧାରଣ ଲୋକ ଥାନାରେ ନ୍ୟାୟ ବି ପାଉନାହାନ୍ତି। ନିବେଦନ କରିବି ଗଞ୍ଜାମ ପୋଲିସ ପ୍ରଶାସନକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଥାନାରେ ଦିଆଯାଉ ଏବଂ ଜଣେ ଶୃଙ୍ଖଳିତ ଭଦ୍ରଲୋକ ଯେମିତି ଅପରାଧୀକୁ ଦମନ କରିପାରିବେ ସେମିତି ଲୋକଙ୍କୁ ଦିଆଗଲେ ନିଶ୍ଚିତ ଭାବେ ପୋଲସରା ପୁନର୍ବାର ଆଉଥରେ ପୂର୍ବ ସ୍ଥିତିକୁ ତାର ଫେରିପାଇବ। ଦେଖନ୍ତୁ, ଏନକାଉଣ୍ଟରଟା ତ ଯେତିକି ହେଇଥିଲା, ବର୍ତ୍ତମାନ ଯେତିକି ନୂଆ ନୂଆ ପିଲା ଆସୁଛନ୍ତି ସେମାନଙ୍କୁ ଏନକାଉଣ୍ଟର ଯେ ଏକମାତ୍ର ସମାଧାନ ମୁଁ କହିବି ସେୟା ନୁହଁ, କିନ୍ତୁ ପ୍ରତ୍ୟେକ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଯେଉଁ ବିଧି ବ୍ୟବସ୍ଥା ଅଛି ସେମାନଙ୍କୁ ଧରି ତାଙ୍କୁ ଉଚିତ ଶିକ୍ଷା ଦେଇ ତାଙ୍କ ବ୍ରେନ୍କୁ ୱାଶ୍ କରିବା ଆବଶ୍ୟକ ଅଛି। ଆଉ ହାର୍ଡକୋର କ୍ରିମିନାଲ ନାହାନ୍ତି ଗଞ୍ଜାମ ଜିଲ୍ଲାରେ ଯେଉଁମାନେ କି ଅପରାଧ କରୁଛନ୍ତି। ବର୍ତ୍ତମାନ ନୂଆ ନୂଆ ପିଲା ଆସିଲେଣି, ସୃଷ୍ଟି ହେଉଛନ୍ତି, ସେଇ ଜିନିଷଟାକୁ ଆମକୁ ରୋକିବାକୁ ପଡ଼ିବ।